ନମସ୍କାର, ଶୁଭ ସକାଳ। ଆଜି ହେଉଛି ଫେବୃଆରୀ ମାସ 27 ତାରିଖ ଶୁକ୍ରବାର। ଆପଣଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତେକ ଗୁରୁତ୍ୱପୂର୍ଣ୍ଣ ଖବର। ସମସ୍ତ ଖବର ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ରଖନ୍ତୁ। ତେବେ ଚାଲନ୍ତୁ ନଜର ପକାଇ ନେବା ଆଜିର ଗୁରୁତ୍ୱପୂର୍ଣ୍ଣ ଖବରଗୁଡ଼ିକ ଉପରେ। ପ୍ରଥମ ଖବର, ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଓଡ଼ିଶାର 4 ରାଜ୍ୟସଭା ଆସନ ପାଇଁ କିଏ ହେବେ ପ୍ରାର୍ଥୀ? ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜିଠାରୁ ନାମାଙ୍କନ ଭରିବେ ପ୍ରାର୍ଥୀ। ଭାରତର ନିର୍ବାଚନ କମିଶନ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଖାଲି ହୋଇଥିବା ଓଡ଼ିଶାର 4ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। କାରଣ ମାନ୍ୟବର ସଦସ୍ୟା ଶ୍ରୀମତୀ ମମତା ମହାନ୍ତ ଏବଂ ମାନ୍ୟବର ସଦସ୍ୟ ଶ୍ରୀ ସୁଜିତ କୁମାର ଏବଂ ମାନ୍ୟବର ସଦସ୍ୟ ମୁଜିବୁଲ୍ଲା ଖାନ୍ ଏବଂ ମାନ୍ୟବର ସଦସ୍ୟ ଶ୍ରୀ ନିରଞ୍ଜନ ବିଶିଙ୍କର କାର୍ଯ୍ୟକାଳ ଆସନ୍ତା 2026 ଏପ୍ରିଲ ମାସ 2 ତାରିଖରେ ଶେଷ ହେବାକୁ ଯାଉଛି। ତେଣୁ ଆଜିଠୁ ମାର୍ଚ୍ଚ 5 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ଏଥିପାଇଁ ସକାଳ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ମନୋନୟନ ପତ୍ର ଓଡ଼ିଶା ବିଧାନସଭା ସୌଧର ସମ୍ମିଳନୀ କକ୍ଷରେ ଉପଲବ୍ଧ ହେବ। ପରବର୍ତ୍ତୀ ଖବର, ୱେଷ୍ଟଇଣ୍ଡିଜକୁ 9 ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା। ଟିମ୍ ଇଣ୍ଡିଆକୁ ମିଳିଲା ଆଶ୍ୱସ୍ତି। ଟି20 ବିଶ୍ୱକପ୍ ସୁପର 8 ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଦଳ ୱେଷ୍ଟଇଣ୍ଡିଜକୁ 9 ୱିକେଟରେ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ବିଜୟ ସହିତ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ନିଜର ସ୍ଥାନ ପ୍ରାୟତଃ ପକ୍କା କରିସାରିଛି। ଆଫ୍ରିକାର ଏପରି ସଫଳତା ଭାରତୀୟ ଦଳ ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ର ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି 83 ରନ୍ ସ୍କୋର ସୁଦ୍ଧା 6ଟି ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଜେସନ୍ ହୋକ୍ଟରଙ୍କ 49 ରନ୍ ଏବଂ ରୋମାରିଓ ସେଫର୍ଡଙ୍କର 52 ରନ୍ ଲଢ଼ୁଆ ଇନିଂସ ବଳରେ ଦଳ 176 ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା। ପରବର୍ତ୍ତୀ ଖବର, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ନାଁରେ ଠକେଇ, ସାଇବର କ୍ରାଇମ ଥାନାରେ ମାମଲା ରୁଜୁ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନାଁରେ ଠକେଇ, କେଭିଙ୍କ ନାଁରେ ଟଙ୍କା ଆଦାୟ କରୁଛନ୍ତି ଅସାଧୁ ବ୍ୟକ୍ତି। ଏନେଇ ସାଇବର କ୍ରାଇମ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଲୋକସମ୍ପର୍କ ଅଧିକାରୀ ଅଧିକ ସୂଚନା ଜାରି କରିଛନ୍ତି। ଏଥିରେ ଲେଖା ଅଛି ଯେ ଜନସାଧାରଣଙ୍କର ଅବଗତି ପାଇଁ ସୂଚିତ କରାଯାଉଛି କି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନାଁରେ କିଛି ଅସାଧୁ ବ୍ୟକ୍ତି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ଟଙ୍କା ଆଦାୟ ନିମନ୍ତେ ବ୍ୟବହୃତ ହୋଇଥିବା ନମ୍ବର ଏବଂ ଅଭିଯୋଗକାରୀଙ୍କର ବୟାନକୁ ଆଧାର କରି ସାଇବର କ୍ରାଇମ ଥାନାରେ ମାମଲା ରୁଜୁ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଉପମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, କିଶୋରୀଙ୍କ ପାଇଁ କ୍ୟାନ୍ସର କବଚ, ମିଳିବ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟର ଟିକା। ତେବେ ମାରାତ୍ମକ ସର୍ଭିକାଲ କ୍ୟାନ୍ସରକୁ ନେଇ ଖୁସି ଖବର ପରେ କିଶୋରୀମାନଙ୍କ ମୁହଁରେ ହସ ଫୁଟିଛି। 28ରୁ ସାରା ଦେଶରେ ଟିକାକରଣ ଅଭିଯାନର ପିଏମ ମୋଦି ଶୁଭାରମ୍ଭ କରିବେ। ଓଡ଼ିଶାରେ ମଧ୍ୟ ଆରମ୍ଭ ହେବ ଟିକାକରଣ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମାଲିଙ୍ଗ। ସେ କହିଛନ୍ତି 14 ବର୍ଷ ଯାଏଁ ଝିଅଙ୍କୁ ସିଙ୍ଗଲ ଡୋଜ୍ ଦିଆଯିବ। 14 ବର୍ଷରୁ ବାହାଘର ପର୍ଯ୍ୟନ୍ତ ଦିଆଯିବ 3ଟି ଡୋଜ୍। ତେବେ କେନ୍ଦ୍ରର ଗାଇଡଲାଇନ ଅନୁସାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଭାବରେ ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତ କରିଛି। ମେ 28 ତାରିଖ ଭିତରେ 3 ମାସ ଧରି ଚାଲିବ ଟିକାକରଣ ପ୍ରକ୍ରିୟା। ପରବର୍ତ୍ତୀ ଖବର, ସୁଭଦ୍ରା ଯୋଜନାକୁ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କର ପ୍ରଶଂସା। ଓଡ଼ିଶା ସରକାର ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ଅଗ୍ରଗତି ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାରତ ସରକାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ରାଜ୍ୟ ସରକାରଙ୍କର ପ୍ରମୁଖ ସୁଭଦ୍ରା ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଯେତେବେଳେ ସରକାରୀ ସହାୟତା ସିଧାସଳଖ ମହିଳାଙ୍କର ବ୍ୟାଙ୍କ ଖାତାକୁ ଯିବ, ତାହା ସେମାନଙ୍କର ଆର୍ଥିକ ସ୍ୱାଧୀନତା ଓ ସଶକ୍ତିକରଣକୁ ସୁନିଶ୍ଚିତ କରିଥାଏ। ପରବର୍ତ୍ତୀ ଖବର, ଶ୍ରେଷ୍ଠ 5ରେ ପ୍ରବେଶ କଲେ ଇଶାନ କିଶାନ। ଚଳିତ ଟି20 ବିଶ୍ୱକପ୍ରେ 4ଟି ମ୍ୟାଚରୁ ମାତ୍ର 15 ରନ୍ କରିବା ସତ୍ତ୍ୱେ ଭାରତର ଯୁବ ଓପନର ଅଭିଷେକ ଶର୍ମା ଆଇସିସି ମାନ୍ୟତାର 1 ନମ୍ବର ସ୍ଥାନରେ ଦୃଢ଼ ଅଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗତ ମ୍ୟାଚ୍ରେ ବିଫଳ ହେବା ସତ୍ତ୍ୱେ ୱିକେଟରକ୍ଷକ ବ୍ୟାଟର ଇଶାନ କିଶନ ସଦ୍ୟ ପ୍ରକାଶିତ ଟି20 ବ୍ୟାଟର ମାନ୍ୟତାରେ ଶ୍ରେଷ୍ଠ 5 ଭିତରେ ପ୍ରବେଶ କରିଛନ୍ତି।
ପରବର୍ତ୍ତୀ ଖବର ସରୁନି ମଣ୍ଡି ଯନ୍ତ୍ରଣା ହନ୍ତସନ୍ତ ହେଉଛନ୍ତି ଚାଷୀ, ମିଳୁନି ଟୋକେନ୍। ତେବେ ରାଜ୍ୟରେ ଧାନ ମଣ୍ଡିକୁ ନେଇ ଲାଗି ରହିଛି ସମସ୍ୟା। କେଉଁଠି କୁଇଣ୍ଟାଲ କୁଇଣ୍ଟାଲ ଧାନ ଅମଳ ହୋଇଥିଲେ ମଧ୍ୟ ସେହି ତୁଳନାରେ ମିଳୁଛି କମ୍ ଟୋକନ୍। ଫଳରେ ମାସ ମାସ ଧରି ମଣ୍ଡିରେ ପଡ଼ି ରହୁଛି ଧାନ। ଖୋଲା ଆକାଶ ତଳେ ଶୀତ କାକରରୁ ଖାତିର ନ କରି ନିଜ ଅମଳ ଚାଷକୁ ଜଗି ରହୁଛନ୍ତି ଚାଷୀ। ଧାନ ମଣ୍ଡିରେ ପଡ଼ି ରହିଥିବା ବେଳେ ମିଲର ଆସୁନାହାନ୍ତି କି ଧାନ ନେଉନାହାନ୍ତି। ତେବେ ବଳକା ଧାନକୁ କ'ଣ କରିବୁ ବୋଲି କହି ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଅଦିନିଆ ବର୍ଷାରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ବର୍ଷାରେ ବତୁରି ଯାଇଛି। ପରବର୍ତ୍ତୀ ଖବର ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 24 ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା। 23 ଜିଲ୍ଲାରେ ବର୍ଷା ସମ୍ଭାବନା। ବିଜୁଳି ଓ ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି। ଆଗାମୀ 24 ଘଣ୍ଟା ମଧ୍ୟରେ କେଉଁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଇତ୍ୟାଦି ଜିଲ୍ଲାରେ ଘଡ଼ଘଡ଼ି ସହିତ 30ରୁ 40 କିଲୋମିଟର ପବନ ବହିବାର ସମ୍ଭାବନା ରହିଛି।